ମୂଷାକୁ କଣ ମାନୁନି କଣ ପାଇଁ? ହ୍ୱାଟ୍ ଇଜ ଦ ରିଜିନ୍? ଆମେ କାମ କରିବୁ ସିଏ ଆସି ୟୁଜ୍ କରିବେ, କାହିଁକିନା ଆମେ ଲେବର ୟୁଜ୍ କରିପାରିବୁ ନା। ଭିଉ ହେଇଯିବ ହେଲେ ସବସ୍କ୍ରାଇବ ହଉନି ଜମା। ହ୍ୟାଲୋ ଗାଇସ୍, ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ। ମୁଁ ଆସିଛି ଆପଣମାନଙ୍କ ପାଇଁ ନ୍ୟୁ ବ୍ଲଗ ନେଇଛି। ଆଶା କରୁଛି ଆପଣମାନେ ଭଲରେ ଥିବେ। ଆଉ ଆମେ ଏବେ ଶୋଇକି ଉଠିବା, 8ଟା ହେଇଗଲାଣି। ଉଠିବା ପାଇଁ ମନ ହଉନି ପୁରା କି ମାନେ କୁହୁଡା ହଉଛି ତ ଉଠିବା ଅବାଗିଆ ଲାଗୁଛି। କଣ କରିବା, ଉଠିବା କି ଉଠିବା ନା। ଉଠିବା ପାଇଁ ଇଚ୍ଛା ହଉନି। ଏମବି ବି ସରିଗଲାଣି। ଏମବି କାଲି ରାତି 4ଟାରେ ଉଠିକି ଟିକେ ଭିଡିଓ ପୋଷ୍ଟ କରୁଥିଲି। ଭିଡିଓ ପୋଷ୍ଟ ଅଧା ହେଇଛି, ଏମବି ସରିଗଲା। ଟିକେ 5G ଚାଲିଲା ନା 4G ଚାଲିଲା। ଭିଡିଓ ପୋଷ୍ଟ ଅଧା ହେଇଛି, ଏମବି ସରିଗଲା। କଣ କେମିତି ଭିଡିଓ ପୋଷ୍ଟ କରିବା? ଅନା ଠାରୁ ହଟସ୍ପଟ ନେଇକି ଭିଡିଓ ପୋଷ୍ଟ କରିବା। ଭିଡିଓ ପୋଷ୍ଟ ସରିଲେ ତାପରେ ବ୍ରସ୍ ଫ୍ରସ୍ କରି ଖାଇବା, ଖାଇସାରିକି ଡ୍ୟୁଟି ଯିବା। ଡ୍ୟୁଟିରେ ତ କାମ, ପୁଣି କାମ ସାରିକି ପୁଣି ଘରେ ଆସି ଆଜି ଏମବି ସରିଯାଇଛି। କିଛି ବି ଚଲେଇ ହବ ନା, କିଛି ଦେଖି ହବ ନା। କଣ କରିବା? ଏମବି କେମିତି ଚଲେଇବା? ଭାବୁଛି ଅନାର ହସ୍ପିଟାଲ ନେଇଯିବା, ଭିଡିଓ ପୋଷ୍ଟ କରିଦବା। ପୋଷ୍ଟ କରିସାରିଲା ପରେ ପୁଣି ଇନଷ୍ଟାରେ ପୋଷ୍ଟ କରିବା ପାଇଁ ଅଛି। ଇନଷ୍ଟାରେ କେମିତି ପୋଷ୍ଟ କରିବା? ଫେସବୁକରେ ବି ପୋଷ୍ଟ କରିବାର ଅଛି। 3ଟା 6,000 ଏମବି ଦରକାର ପୋଷ୍ଟ କରିବା ପାଇଁ। 6,000 କାଲି ତ 6,000। କାଲି ମୁଁ ଚାହିଁବା କାଲି 5ଟା ବେଳେ ପୋଷ୍ଟ କରିଦେଲି, ପୋଷ୍ଟ ହେଇଯାଇଥିଲା। ଏବେ ଆସିକି ଆଜି କେମିତି ପୋଷ୍ଟ କରିବା ଦେଖିବା, ନହେଲେ ଆଉ କଣ ହଉଛି। ରିଚାର୍ଜ ସରିବା ପାଇଁ ଆଉ 4-5 ଦିନ ବେଳକୁ ଏମବି ଅଟୋମେଟିକ 5G ଚାଲିଲେ ସରିଯାଉଛି। 2MB ଚାଲୁଥିଲା, 2MB ରେ ବି ଏମବି ସରିଗଲା। 2MB 3MB ରେ ବି ଚାଲୁଥିଲା, ଏମବି ସରିଗଲା। ଏତେ ଇଏରେ ଏମବି ସରିଯାଉଛି, କଣ ବି ଜାଣିନି। ଏମତି ତ ସରିଯାଉଛି। ସକାଳୁ ଉଠିକି ସବୁ ଉଠିକି ଡ୍ୟୁଟି ଗଲେଣି, ଆମେ ଶୋଇଛୁ। ଆମେ ଉଠିକି ବ୍ରସ୍ ଫ୍ରସ୍ କରିକି ନିତ୍ୟ କାମ ସାରିକି ତାପରେ ଯିବୁ, ଖାଇବୁ। ଖାଇସାରିକି ଯୁଆଡେ ଯିବୁ। କରିବା ଆଉ, ଏଇ ତ ଜୀବନ ଆଉ। ସକାଳୁ ଉଠ, ରୋଷେଇ କର, ଖାଅ, ପିଅ, ଡ୍ୟୁଟି ଚାଲ। ପୁଣି ଡ୍ୟୁଟି ବାସନ ମାଜ, ରୋଷେଇ କର, ଖାଅ, ଶୋଇପଡ଼। ଏମିତି ଖବର। ଏଇ ତାକୁ ବିଜୁଡା ଏବେ ଅଛି। ହାଇଦ୍ରାବାଦ ଥିଲେ କଣ ରଖେଇ ଦିଅନ୍ତି, ମାନେ ଭଲ ଜିନିଷ। ଏଠି ବିଜୁଡା ଅଛି, କିଛି ତ ମାନେ ଗାଉଁଲି ଏରିଆ ବି ନୁହଁ, ପୁରା ମାନେ ନିଛାଟିଆ ଜାଗା। କେହି ନାହାନ୍ତି ଏଠି, ଘର ଫର ବି ନାହିଁ, ଖାଲି ବିଲ୍ଡିଂ। ଆପଣ କିଛି ରଖେଇ ପାରୁନି। ମୁଁ ଗାଁକୁ ଗଲେ ଆରାମସେ ପୁରା ସବୁ ଗାଁ ବୁଲିକି ଭିଡିଓ କରିବି, ତାପରେ ରଖେଇବି। ଏଠି ତ ନାହିଁ ଆଉ କଣ କରିବା। ମାନେ ଖାଲି ମରୁଭୂମି, ଖାଲି ମାଛ ଅଛନ୍ତି ପାଣିରେ। ସେ ତ ରବିବାର ବ୍ଲଗ ହବ। ଭାଇ ଛୁଟି କରିବୁ ନା ଫେବୃଆରୀ ମହିନା 28 ମାସ ଛୁଟି କଲେ କଣ 5ଟା ରବିବାର ପଡିବ। 5ଟା ରବିବାର ତ ପଡିବ। 5ଟା ରବିବାର ପଇଲେ ନା 23ଟା ହାଜିରୀ ହବ। ରବିବାର ବି ଡ୍ୟୁଟି ଯିବାକୁ ପଡିବ। ବାହାରକୁ ଆସି ଛୁଟି ମାରିଲେ ଲାଭ କଣ? ସେଥିପାଇଁ ଛୁଟି ଫୁଟି ବାହାରକୁ ଆସିକି ମାରିବ ନା। କାଲି ମୁଁ ମାନେ ସ୍ୱପ୍ନ ଦେଖିଛି, ମୁଁ ପୁରା ମୁଁ ଅଛି କାଲି 4ଟାରୁ ନା ଡାଟା ଅନ୍ କରିଥିଲି, ଆଇଲା 500 ଭିଉ। ମେସେଜ ଆସିଲା ୟୁଟ୍ୟୁବ ଷ୍ଟୁଡିଓରେ 500 ଭିଉ, 10 ଲାଇକ୍। ମୁଁ ଭାବିଲି 500 ସବସ୍କ୍ରାଇବର ହେଇଗଲା ଆଉ।
ଭିଡିଓ ମୋର ରାତାରାତି ଭାଇରାଲ ହେଇଗଲି ଆଉ ଦେଖିଲା ବେଳକୁ କିଛି ହେଇନି, ଦେଖିଲା ବେଳକୁ 500 ଭିଉ ଆଇଛି, ଦେଖ ତାର ଭିଡିଓ ପୋଷ୍ଟ କଲି, ଏମବି ସରିଗଲା। ପୋଷ୍ଟ କରି ଏମବି ସରିଗଲା, କଣ କରିବା ଭାବୁଛି। ଏମବି ନାହିଁ କିଛି ନାହିଁ। ଉଠି ଉଠିଲା ପରେ ଭିଡିଓ ପୋଷ୍ଟ କରିବା, ଦେଖିବା କଣ କରିବ। ତାପରେ ସେପଟ ସେ ରୋଷେଇ କରିସାରିଲିଣି ସକାଳୁ ସକାଳୁ। ସକାଳୁ ସକାଳୁ ତାପରେ ରୋଷେଇ, ସେ ରୋଷେଇ କରିସାରିଲେ ଯିବୁ ଖାଲି ବ୍ରଶ କରିବୁ ଖାଇବୁ, ଗାଧା ଗାଧି ନାହିଁ, ସନ୍ଧ୍ୟାବେଳେ ଆସି ଗାଧା ହବ। ଥଣ୍ଡା ଫଣ୍ଡା ବି ଧରିଲାଣି। ଟିକେ ପାଣି ଫାଣି ଧରୁଛି ନା। ଥଣ୍ଡା ଧରୁଛୁ କଣ କରିବା। ଆଉ ଆପଣ ମାନେ ସପୋର୍ଟ ଟିକେ କର, ସବସ୍କ୍ରାଇବ କର। ଏବେ 20ଟା ସବସ୍କ୍ରାଇବ ହେଲେ ପହଞ୍ଚିଯିବ। ଡେଲି ବ୍ଲଗ ଆଣିବି ଆପଣମାନଙ୍କ ପାଇଁ। ହ୍ୟାଲୋ ଗାଇସ୍, ଦେଖୁଥିବ ଆମର ଏବେ ଏଥର ପାଣି ଭରିଦେଲୁ। ପାଣି ବନ୍ଦ କାମ କରିବା ପାଇଁ ପାଣି ଭରିଦେଲୁ। ପାଣି ଭରା ସରିଲେ କାମ ଆରମ୍ଭ ହବ। ଦେଖ ସାମାନ ସବୁ ଥୁଆ ହେଇଛି। ପାଣି ଭରିଦେଲୁ। ପାଣି ଭରିଦେଲୁ। ଆଜି ଆମର କାଲି ଯୋଉ ମାଛ ନେଇଥିଲୁ, ମାଛ ବଢି ସୋୟାବିନ ବଢି ଗୋଟେ ଡାଲମା ହେଇଥିଲା, ନା ଘାଣ୍ଟ, ସରି ଘାଣ୍ଟ ହେଇଥିଲା। ଖାଇଦେଲୁ ପୁରା ଘାଣ୍ଟ, ମୁଗ ମସଲା ବି କାଲି ନେଇକି ଯାଇଥିଲୁ। ବଢିଆ ଗୋଟେ ଘାଣ୍ଟ ହେଲା, ଖାଇଦେଲୁ ପୁରା ପେଟ ଫୁଲ। ଖାଇ ଦେଇକି ଡୁଳି ଘରେ ପଳେଇଲୁ। ଡୁଳିରେ କାମ କରିବା ପାଣି ନଥିଲା, ପାଣି ଫୁଲ କରିଦେଲୁ। ପାଣି ଫୁଲ ସାରା ଯିବୁ, ସାମାନ ଥୁଆ ହେଇଛି। ହାତ ଗ୍ଲୋଭ୍ସ ପିନ୍ଧିବି, ଯିବୁ କାମ କରିବା ପାଇଁ। କାମ ସରିବ, ଯୋଉ ଡବଲ୍ସ ତ ବସିବୁ ଆଉ କାମ କଣ। ଡବଲ୍ସ ବସିବୁ, ବାଲି ମୁଠ ଗୁଳେଇବୁ, ଗୁଳେଇକି ଆସିବୁ। ଏଗୁଡ଼ା ସବୁ ଅଛି। ତାପରେ ସ୍ପିଡ ଭୁଲି ପକେଇ ଆସିଲି ଆଣିବା ପାଇଁ, ଆଣିକି ଏବେ ଆଇଲି। ଆଉ ଅନାରେ ହେଇକି ସେପଟ ସାଇଡ୍ ଗଲେ, ଏପଟ ସାଇଡ୍ ଆମେ ପଞ୍ଚିଂ ମାରିକି ଆସିବି। ଆଉ ତାପରେ ଦେଖାହବ, ଏବେ ଡବଲ୍ସ ବସିଲେ ଦେଖାହବ। ହ୍ୟାଲୋ ଗାଇସ୍, ମୁଁ ଏବେ ଆସିଗଲି। ମାନେ ଗୋଟିଏ ବେଳେ ଆସିଲୁ ଖାଇବା ପାଇଁ ରୁମକୁ। ରୁମରେ ଆସିଲା ବେଳକୁ ମାନେ ମୂଷା ଏଠି ହଅନ୍ତି ନା, କାଲି କଣ ହେଇଛି ମୂଷା, ଆଜି ଆମେ ଥାଳି ପରେ ଭାତ ପଥର, ଭାତ ଉପରେ ପଥର ରଖିଯାଉ। ଆଜି କଣ ହେଇଛି, ଆଉ ପଥର ରଖିନା, ଖାଇକି ତରତର ହେଇକି ପଳେଇଛ। ତରତର ହେଇକି ପଳେଇଛ, ଆମେ ଗୋଟିଏ ବେଳେ ଆସି ଖାଇବା ମାନେ ଭୋକ ଲାଗିଲାଣି, ଖାଇବା ପାଇଁ ଆସ, ଦେଖିଲା ବେଳକୁ ମୂଷା ତାକୁ ଖାଇ ଦେଇଛୁ। ମୂଷା ଖାଇଦେଇ କଣ କରିବୁ, ଖାଲି ଆମର ଯୋଉ ମାଛ ଘାଣ୍ଟ, କାଲି ଯୋଉ ମାଛ ଆଣିଥିଲୁ, ଆଜି ଘାଣ୍ଟ ହେଇଥିଲା, ସେଇଆକୁ ଲଗେଇ ଖାଲି ମାନେ ଭାତ ତ କଲୁନ, ଟାଇମ କରିବ କିଏ, ବସିବ କି, ଆମେ ସେ ତରକାରୀ ଖାଲି ଟିକେ ଖାଇଦେଲୁ। ଖାଇକି ଯିବା ପୁଣି କାମ କରିବା ପାଇଁ 2ଟା ବେଳେ। କଣ କରିବା ଆଉ, ହଲାନ ତ ମୂଷା ହଳା ଖାଇ ଦେଇଛି। ମାନେ ମୂଷା ଏମିତି ଖାଇଲା, ମାନେ ପଶିକି ଖାଇକି ପୁରା ହଗି ଦେଇଛି ପୁରା। ଆଉ କଣ କରିବୁ, ଖାଇବା ପାଇଁ ଇଚ୍ଛା ଛାଡିଗଲା, ଯାହା ଭୋକ ଲାଗୁଥିଲା। ପାଣି ଆଉ ଆମର ମାଛ, ସରି ମାଛ ଆଉ ମାଛ ଘାଣ୍ଟ ଆଉ ପାଣି ଟିକେ ପିଇ ଦେଇକି ପଳେଇ ଆସିଲୁ। ତାପରେ ଯିବା ଶାଢୀ ପରେ କଣ ଦେଖିବା, ଦୋକାନରୁ ଯାଇକି କଣ 2ଟା ଖାଇଦବା, ବିସ୍କୁଟ ଫିସ୍କୁଟ ଖାଇକି ଯିବା କାମ କରିବା ପାଇଁ ଆଉ। ନହେଲେ ତ କାମ କରି ହବନି ନହେଲେ। 8 ଘଣ୍ଟା ସକାଳୁ ସକାଳୁ ଯାଉ, ଟିକେ ଖାଇ ଦେଇଥିଲୁନି, ରହିଛି, ନହେଲେ ନାହିଁ ସବୁ ସରିଗଲା। ଆଉ ମୋର ଗୋଟେ ଭିଡିଓରେ ଆଇଛି, ଗୋଟେ ଭିଡିଓରେ 799 ଭ୍ୟୁ ହେଇଯାଇଛି, ମୋ ଫାଷ୍ଟ ଭିଡିଓରେ। ମାନେ ଗୋଟେ କମେଡି ଭିଡିଓ ବନେଇଥିଲି, ତାର 799 ଭ୍ୟୁ ହେଇଯାଇଛି। 800 ଭ୍ୟୁ ହେଇଯିବ, 800 ଭ୍ୟୁ ହେଇଯିବ, ହେଲେ ସବସ୍କ୍ରାଇବ ହଉନି ଜମା। କଣ ରୋଷେଇ କରି ଖାଇବା ଲାଗୁ, କିଛି ତ ନାହିଁ ଏଠି ଆମର, ରୋଷେଇ କରି ଖାଇବ କଣ। ଆଉ ଭ୍ୟୁ ଆସୁନି କଣ ପାଇଁ, କଣ କହିବା, ଭ୍ୟୁ ଆସୁନି। ଏଇ ସବୁ ଇଏ ବି ଖାଇକି ଆମେ ଆସୁ ଆସୁ ଖାଇକି ଡିଉଟି ଗଲୁଣି, ଦେଖିଲା ବେଳକୁ ଆମର ତ ଭାତ ନାହିଁ, ଖାଇମୁ କଣ। ସେପଟେ ସେ 2 ଜଣ ଅଛନ୍ତି, ସେ ଭାତ ବନେଇ ଖାଇବେ, ଆମେ 2ଟା ବେଳକୁ ବନେଇ ଖାଇକି ଯିବୁ। ନ ବନେଇଲେ ଆମେ ଖାଇବୁ ନା ସେଇଭଳିଆ ପଳେଇ ଦୋକାନରେ କଣ ଗୋଟେ ଖାଇଦେଇକି ଯିବା ଆଉ। ଆଉ କଣ କରିବୁ, ମୂଷା ଏଠି ଗାଁ ନାହିଁ, କେମିତି ରୋଷେଇ କଥା, ଖାଇବା ଯେତେବେଳେ ମନ ହେଲା ସେତେବେଳେ ଯିବା। ସେ ଟାଇମ ବାଇ ଟାଇମ ଯିବା ପାଇଁ ପଡିବ, ଖାଇବା ପାଇଁ ପଡିବ। ଆଉ କଣ କରିବା। ଚାର୍ଜର ଦେଖନ୍ତୁ, ମୋ ଚାର୍ଜର ବି ମୂଷା କରିଦଉଛି। ମାନେ ତା ମୁଣ୍ଡ ଉଳିଛି, ଡବଲ ଚାର୍ଜର ଉଳିଛି, ତା ମୁଣ୍ଡ ଅଛି, ତା ଆଡାପ୍ଟର ତା ଇଏ ଲାଗିଛି, କିନ୍ତୁ ଇଏ ଚାର୍ଜର ନାହିଁ, ତା ଯୋଉ ପିନ୍ ନାହିଁ। ସକାଳୁ ଉଠିଲା ମୋବାଇଲ, ତାର ମୋବାଇଲ ସୁଇଚ୍ ଅଫ୍ ହେଇଯାଇଛି। ତାର ମୂଷା ତାର କାଟିଦେଇ ଖାଲି ଲଗେଇ ଦେଇ ପଳେଇଛି। ମୂଷାକୁ କଣ ମାରୁନି କଣ ପାଇଁ,
ହ୍ୱାଟ ଇଜ ଦ ରିଜିନ୍ ଜାଣିବା କଣ କରିବା ଏବେ ଏବେ ଯାଇକି ଏବେ ଟିକେ ରେଷ୍ଟ କରିଦବା ସାଇଡ୍ ପର୍ଯ୍ୟନ୍ତ ପହଞ୍ଚିକି ଭିଡ଼ିଓ କରିବା ଆଉ କୁଆଡ଼େ କାମ ହଉଛି କୁଆଡ଼େ ନାହିଁ ଦେଖେଇବି ଆଉ ଏବେ ଦେଖ ଆମେ ଏବେ ସାଇଡ୍ ପରେ ପଳେଇ ଆସିଲୁ ଆଉ କୋଳି ପାରିଲୁ ଆଉ ବିସ୍କୁଟ୍ କେଟା ଖାଇକି ବିସ୍କୁଟ୍ ଆଉ ପାଣି ଟିକେ ପିଇକି ଆଇଲୁ କାମ କରିବା ପାଇଁ। ମୋ ସହିତ ଭାତ ଖାଇ ଦେଇଛି ସେଥିପାଇଁ ଏଇ ଆମ ପଛରେ କଲୋନୀ ଅଛି ଦେଖନ୍ତୁ ଆମେ ଏଭଳିଆ କାମ କରୁଛୁ। ଦେଖନ୍ତୁ ଦେଖଉଛି ଦେଖ ଏଇଟା ହେଲା ବାଥରୁମ୍ ଦେଖ ଏଇଭଳିଆ ଆମେ କାମ କରୁଛୁ ଆମେ କାମ କରିବାକୁ ଲଗେଇ ଦେଇ ଗଲୁ ସେଇଥିପାଇଁ ୟୁଜ୍ କରି ଦେଖନ୍ତୁ ଆମ କଲୋନୀ ବହୁତ ବଡ଼ ଏ କଲୋନୀଟା ଆଙ୍କି ଠାରୁ ବହୁତ ବଡ଼ କଲୋନୀ ଦେଖୁ ଦେଖ ଦେଖ ଏ କଲୋନୀ କେଡ଼େ ବଡ଼ ଦେଖ ଏଇଭଳିଆ ଦେଇ ଏଇଭଳିଆ ଦେଇ ପୁରା ସେତିକି ବାଟ ଦେଖିପାରୁଥିବ ପଛରେ ବିଲ୍ଡିଂ ବନିଛି ତାରି ସବୁ ବହୁତ ବଡ଼ କଲୋନୀ ଏପଟେ ଆମର ହାଇଟେକ୍ସ କଲେଜ ସେଇଟା ଏଇଭଳିଆ କିଛି ଅଛି ସେଟା ଦେଖିପାରୁଥିବ ଏଇଟା ଆମର ଏୟାରପୋର୍ଟ ଆମେ ସେଠି ଯାଉ ମାଛ ଧରିବା ପାଇଁ ଆଉ ଦେଖନ୍ତୁ ଏଇଭଳିଆ ଆମେ ଏପଟ ସାଇଡ୍ କିଛି ଦେଖିବ ଏପଟ ସାଇଡ୍ ରେ ବି ଇଏ ନୂଆ ଏଠି ନୂଆ ବିଲ୍ଡିଂ ବନିବ ତ ସେଥିପାଇଁ ମାର୍କିଂ ସବୁ ଦିଆ ହେଇଛି ଦେଖ ଦେଖଉଛି ଦେଖ ଏଇଠି ବିଲ୍ଡିଂ ବନିବ ସେଥିପାଇଁ ସବୁ ପତାକା ମରା ହେଇଛି ମାର୍କିଂ ଦେଇଛି ଏଇଭଳିଆ ବିଲ୍ଡିଂ ଦେଖ ଦେଖଉଛି ପଛରେ ପାହାଡ଼ ଅଛି ଦେଖିପାରୁଥିବ ଏଇଟା ପାହାଡ଼ ଏଇଟା ଏୟାରପୋର୍ଟ ଏଇଭଳିଆ ସବୁ ଅଛି ଆଉ ଆମେ ସେଦିନ ଫାଷ୍ଟ ଆସି ଏଇଠି ମାଛ ଧରୁଥିଲୁ ଦେଖ ମାଛ ଏଠୁ ଯୋଉ ଆମର ଇଏ ହେଇଛି ନା ଚାମ୍ବର ହେଇଛି ଚାମ୍ବର ବାହାରେ ବହୁତ ମାଛ ଧରି ନେଇଥିଲୁ ସେଥିପାଇଁ ଏଇଭଳିଆ ରୋଡ ବି ଏଇଟା ବନୁଛି ଏଇଟା ଏଇଭଳିଆ ବହୁତ ହାଇଟେକ୍ସ କଲେଜ ସେଟା ଆଜି ତ କାମ କରିବା ମନ ହଉନି କାହିଁକିନା ଭାତ ମୂଷା ଖାଇଦେଲା ଆମେ ଖାଇଲେ ସିନା କାମ କରିବା ମନ ହବ ଖାଇକିନା ପଳେଇବା ବିସ୍କୁଟ ଖାଇକି ବିସ୍କୁଟ ଖାଇ କାମ କଣ କରିବୁ ସେଥିପାଇଁ କାମ ତ ଆସିଲୁ ଆଉ ବାହାରକୁ ଆସିଲେ ହାଜିର କରିବାକୁ ପଡିବ ହାଜିର ନ କଲେ ପଇସା ନାହିଁ ସେଠି ହାଜିର ନ କଲେ ହାତରୁ ଖର୍ଚ୍ଚ ପୁଣି ଖାଇବା ପାଇଁ ପଇସା କୋଉଠୁ ଆଣିବୁ ପୁଣି ଆସିବା କଥା ଇଏ ବିଲ୍ଡିଂ ଚାଲୁ ହେଇଥିଲା 2019 ରେ ଆଉ ଲକଡାଉନ ପାଇଁ ବନ୍ଦ ହେଇଯାଇଥିଲା ପୁଣି ଏବେ 26 ରେ ଚାଲୁ ହେଲା କଣ ହେଲା ଲକଡାଉନ ଯୋରୁ ବନ୍ଦ ହେଇଥିଲା ଏଭଳିଆ ସବୁ ଅଛି ଆଉ ଗାଇଜ ଦେଖନ୍ତୁ ଆମେ ଏବେ ଆସିଥିଲୁ ମାର୍କେଟ ଟିକେ ସମୋସା ଫମୋସା ଖାଇ ଦେଇକି ଇଏ ଆମର ଅଣ୍ଡା ଆଉ ବିମଲ ଧରିକି ଯାଉଛ ଅନାଦାର ଟିକେ ବିୟର ପିଉଛି ହେଇ ବିୟର ପିଉଛି ବିୟର ଟା ପିଇ ସାରିଲା ପରେ ଯାଇକି ରୁମ ରେ ଶୁଧିବ ରୋଷେଇ କାଇଁ ହେଇନି କାଇଁ ରୋଷେଇ ହେଇଛି ଖାଉଛ କଣ ସୁଧା ଆରମ୍ଭ ହବ ଆମେ ଅଣ୍ଡା ଫଣ୍ଡା ନେଇକି ଯାଉଛୁ ତାପରେ ରୋଷେଇ ହବ ଦେଖିଆ ଏବେ ଆମେ ମାର୍କେଟରୁ ଆସିକି ଘରେ ପହଞ୍ଚିଗଲୁ ସେପଟ ରୁମ ରେ ରୋଷେଇ ହଉଥିଲା ରୋଷେଇ ସବୁ ଛାଡି ଦେଇକି ଆଇଲୁ ରୋଷେଇରେ ସବୁ ଅଣ୍ଡା ଫଣ୍ଡା ସବୁ ଅଣ୍ଡା ତାଙ୍କ ବିମଲ ଫିମଲ ଦେଇ ଯାଉଛି ତାଙ୍କର ବାଟନ ଫାଟନ ବାଟିକି ରୋଷେଇ ରୋଷେଇ କରୁଛନ୍ତି ଆଜି ଆମର ବହୁତ ଡେରି ହେଇଗଲା ମାର୍କେଟ ଆସିବା ଡେରିଟା କଣ ପାଇଁ ଯେ ଆମେ ଆଜି ମାନେ ଇଏ ଦି ଜଣ ଯାଉଛନ୍ତି ଏପଟ ସାଇଡ ଆମେ ଦି ଜଣ ଯାଉଛୁ ଏପଟ ସାଇଡ ମୁଁ ସକାଳେ କହୁଥିଲି ନା ଏପଟ ସାଇଡ ସିଏ ଯାଉଛନ୍ତି ଆମେ ଏପଟ ସାଇଡ ଯାଉଛନ୍ତି ସେ ତାଙ୍କର ମାଛ ଧରା ହଉଛି ଗୋଟେ ଜାଗାରେ ସେ ସାଇଡ ପାଖରେ ତାର ଗୋଟେ ଗଡିଆ ଅଛି ଶୁଖା ହଉଛି ମାନେ ଟନଲ ବନିବ ଇଏ ବନିବ ଯଦି ଇଏ ତାଙ୍କର ସେଠି ମାଛ ଦେଖୁଛନ୍ତି ଆମେ ଆସି ବଇଛୁ ଚାବି ଦିପହରେ ମୁଁ ନେଇ ଯାଇଥିଲି ମୋ ପକେଟରେ ପୁରେଇଛି ମୋର ଆଉ ଧାରଣା ପଡୁନି ଚାବି ଯେ ମୁଁ ମାନେ ମୋ ପକେଟରେ ରହିଛି ସେ ତାଙ୍କର ମାଛ ଧରିକି ଆଇସିଲା ବେଳକୁ 7ଟା ବାଜିଲାଣି ମୁଁ କଲ୍ କରୁଛି ଆସୁନା ସେ କହୁଛନ୍ତି ହଁ ଯାଉଛି ମୁଁ ଆଉ କହିଲି ନା ଘର ଖୋଲା ଅଛି କି ନାହିଁ ଚାବି ମୁଁ ଆଉ ପଚାରିଲି ନା ମୁଁ ମୋର କଣ ବସିଛି ସେ ତାଙ୍କର ମଶା ଫସା ଖାଉଛନ୍ତି ମୁଁ ବଇଛି ସେ ତାଙ୍କର ଆସିକି ଫୋନ କଲି ମୁଁ ଆସୁନା ଚାବି ବସିବ ମଶା ଦବ ମଶା ଖାଇଲେଣି ମତେ ସେ କହୁଛନ୍ତି ଯେ ଚାବି ବା ତତେ ଦେଇକି ଯାଇଥିଲୁ ଆମେ ମାଛ ଦେଖା ଦେଖିବୁନି ମାଛ ଧରା ଦେଖିବୁନି ଚାବି ତତେ ଦେଇକି ଆସିଥିଲୁ ତୁ କହୁଛୁ ପାଗଳ ଫାଗଳ ନା କଣ ସେ ତାଙ୍କର ଆସିଲେ ଆସି କହିଲେ ଚାବି ତୋ ପାଖରେ ଅଛି ମୁଁ ଘରେ ଦେଖ ପକେଟ ଥିଲା ମୁଁ ବାହାର ମୁଁ କହିଲି ଏଡା ବଡ ମୁଣ୍ଡା ଆଉ ମୁଁ ବଇଛି ଶୂନଟାରେ ଚାବି ଫାବି ନାହିଁ ଦେଖିଲା ଚାବି ପକେଟ ଥିଲା ଖୋଲିକି 7ଟା ବାଜିଲାଣି ଖୋଲିକି ସାଙ୍ଗେ ସାଙ୍ଗେ ଗାଧୋଇ ପଳେଇ ଆସିଲୁ ଗାଧୋଇ ଆସିକି ମାର୍କେଟ ଗଲୁ ସେ ମାର୍କେଟରେ ତ ମାନେ ଭଣ୍ଡା ଆଉ ପିଆଜି ଟିକେ ଖାଇ ଦେଇକି ଆଉ ଚଟଣି ଟିକେ ଖାଇ ଦେଇକି ଆସିଲୁ ସେ ଅଣ୍ଡା ଆଉ ବିମଲ ନେଇକି
ତାଙ୍କୁ ଦେଇଦେଲୁ। ଦେଇସାରିଲା ପରେ ରୋଷେଇ ହେଲା। ଆଉ ମୋଟେ ବ୍ଲୁଟୁଥ ଚାର୍ଜ ନାହିଁ, ଚାର୍ଜ ଟିକେ ବସେଇଦେଲି। ଅନାନ୍ତି ତାର ଏଇଠି ଶୋଇଛି, ହେଇ ଶୋଇଛି। ମୁଁ ଏଇଠି ବସି ଭିଡ଼ିଓ ବନଉଛି। ମତେ କହୁଛି ପାଗଳ ଭଳିଆ କାହିଁ ସବୁବେଳେ ଭିଡ଼ିଓ ବନଉଛୁ ହେଲା। ଆଉ ମୁଁ କହିଲି ଭିଡ଼ିଓ ପାଗଳ ନା ଭିଡ଼ିଓ ବନଉଛି ତା ଖୁସି, ଭଲ ଲାଗୁଛି ଭିଡ଼ିଓ ବନେଇବା ଛାଡ଼ିବା, ଆଉ ଅସୁବିଧା କ'ଣ ଅଛି। ଆଜି ସିମେଣ୍ଟ ଫିମେଣ୍ଟ ଗୋଳେଇକି ଗୁଡ଼ ହାତ ବିନ୍ଧୁଛି। ଆଉ ଅନାଦି କହିବି ରାତିରେ ମତେ ଟିକେ ଘଷି ଦିଏ, ଅନାଦି ଘଷି ଦବ, ନହେଲେ ତାକୁ ଭଲ ପାଇଛି ମାଣ୍ଡୁକୁ, ତା ମାଣ୍ଡୁ ଆସି ଘଷି ଦବ। ଆସ ଘଷି ଘଷି ଦବ, ଘଷି ଦେଲେ ସକାଳୁ ଉଠି ପୁରା ରାତି 4ଟାରେ ଯୋଉ ମାଛ ଧରିବା ପୁଣି ମାଛ ଆଜି ଧରା ହଉଥିଲା ନା, ବଡ଼ ବଡ଼ ଶେଉଳ ବାଳିଆ ଆଉ ଫଳି ବଡ଼ ବଡ଼ ସବୁଠାରୁ। ସକାଳେ କାଲି 5ଟା ବେଳେ ଉଠି ମୁଁ ଆଲାରାମ ଦେବି, 5ଟା ବେଳେ ଉଠିକି ଯିବି ମାଛ ଧରିବା ପାଇଁ। 3 ଜଣ ଯିବୁ, ଗାମୁଛା ପିନ୍ଧିକି ସେଇପାଇଁ ମୁଁ ହାଫ୍ ପ୍ୟାଣ୍ଟ ପିନ୍ଧିକି ଶୋଇବି। ସକାଳୁ ହବ ଦୌଡ଼ିବି ଏପଟେ ଯାଇ ମାଛ ଧରି ଆଣିବୁ, ଆଣି ସାରି ତାକୁ ରୋଷେଇ କରିବୁ, ରୋଷେଇ କରି ଖାଇବୁ। ଆଉ ଚପଲ ଭିତରେ ଏତେ ବଡ଼ କଣ୍ଟା ପଶିଥିଲା, ଚପଲ ଭିତରେ ସୁଣ୍ଡାରେ ତାକୁ ଯାଇକି ଚାଲି ଚାଲି ଆସିକି କଣ୍ଟା ଫୁଟିଗଲା ଜୋର। ଆଜି କଣ୍ଟା ବାହାରି ଗଲି, ବଡ଼ କଣ୍ଟା ଗୋଟେ ବାହାରିଲା। ନା ଯିବା ବା, ଯିବା ନା ଏବେ ଯିବା, ଲାଇଟ୍ ମାରିଯିବା। ମାଛ ଧରାରେ ପ୍ରାକ୍ଟିସ ମୁଁ, ମାଛ ଧରି ମାନେ ମାଛ ଉଡ଼େଇ ଦେବୁ। ଦେଖ ମୁଁ ଦେଖୁଛି ଆଜି ପାଇଁ ବ୍ଲଗ ଏତିକି। କାଲି ରହୁଛି, କାଲି ସକାଳେ ଦେଖାହବ ନେକ୍ସଟ ବ୍ଲଗରେ ଆପଣମାନଙ୍କ ସହ, ନୂଆ ରୂପରେ ନୂଆ ମୋଡ଼ରେ କାଲି ଠାରୁ ଦେଖାହବ। ରହୁଛି, ବାଏ, ଗୁଡ୍ ନାଇଟ୍।